ସଭାପତି ଅଛି। ଆଜ୍ଞା, ଅନ୍ୱେଷଣ ଦୀର୍ଘ 4 ବର୍ଷ ହେଲାଣି ଯେଉଁ କାର୍ଯ୍ୟକ୍ରମ କରି ଆସିছে ତାର ଚତୁର୍ଥ ବାର୍ଷିକୋତ୍ସବ କ'ଣ କ'ଣ କାର୍ଯ୍ୟକ୍ରମ ସବୁ ଥିଲା କିଭଳି କରେ? ଆମର ପ୍ରଥମେ ଯେତେବେଳେ ଆମେ ଷ୍ଟାର୍ଟ କରିଥିଲୁ ସେତେବେଳେ ଆମର ଲକ୍ଷ୍ୟ ଥିଲା ଆଗେ ଯେଉଁମାନେ ପାଠ ପଢ଼ାରୁ ଯେଉଁମାନେ ଡ୍ରପ୍ ଆଉଟ୍ ହେଇଛନ୍ତି ସେମାନେ କେମିତି ପାଠ ପଢ଼ି ସ୍କୁଲରେ ପହଞ୍ଚି ପାରିବେ ଏବଂ ପରବର୍ତ୍ତୀ ସମୟରେ ସେମାନେ କେମିତି ମୁଖ୍ୟ ସ୍ରୋତରେ ମିଶିବେ ଜୀବନରେ ଆଗକୁ ଆଗକୁ ବଢ଼ିପାରିବେ। ଆଜ୍ଞା, ଅନ୍ୱେଷଣ କହିଲେ ଗୋଟେ ସଂଗ୍ରହ କରିବାର ଜିନିଷକୁ ବୁଝାଏ। ତ ଆମେ ଯାହା ଦେଖିଲୁ ଯାହା ଶୁଣିଲୁ ତ ଯାହାକୁ କହନ୍ତି ଯାଯାବର, ଆଜ୍ଞା, ଯାଯାବର ସମ୍ପ୍ରଦାୟର ପିଲାମାନଙ୍କୁ ଆପଣ ଏକାଠି କରି ତାଙ୍କୁ ପାଠ ପଢ଼ାଇ ସେ ଗୋଟେ ଶିକ୍ଷା ଦେଉଛନ୍ତି। କାଗଜ ଫୁଲଠୁ ଆରମ୍ଭ କରିକି ଗୋବରରୁ ଆରମ୍ଭ କରି ତାପରେ ଟିକେ ବିସ୍ତୃତ ବିବରଣୀ ରଖନ୍ତୁ କିଭଳି କ'ଣ କରୁଛୁ। ଆମେ ଯେତେବେଳେ ପ୍ରଥମେ ସେମାନଙ୍କୁ ଶିକ୍ଷା ପାଇଁ ଆଣିଲୁ ତ ଆମେ ବି ତାପରେ ଚିନ୍ତା କଲୁ ଯେ ସେମାନେ ଶିକ୍ଷାଠୁ ଦୂରେଇ ଯିବାର କାରଣ ଅନ୍ୟ କିଛି ରହିଛି, ଯେମିତିକି ପରିବାର ପରିପୋଷଣ ପାଇଁ ଇନକମ୍ ଦରକାର। ତ ସେଥିପାଇଁ ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ କେମିତି ସେମାନେ ଇନକମ୍ ପାଠ ପଢ଼ିବା ସହିତ କିଛି କିଛି ଇନକମ୍ କରିପାରିବେ, ସେଥିପାଇଁ ଆମେ ପ୍ରଥମେ ପଞ୍ଚଗବ୍ୟ ଦୀପ ଷ୍ଟାର୍ଟ କରୁ, ଯେଉଁଟା ଗୋବର 5ଟି ଇଏରେ ହେଇଛି, ଯେଉଁଟା ଗୋବର, ଘିଅ, କ୍ଷୀର ଏସବୁ ମିଶେଇକି ସେଇଟା କରାହେଇଛି, ଯେଉଁଟାକି ପରିବେଶ ପାଇଁ ଅତ୍ୟନ୍ତ ଉପକୂଳ। ଯେମିତି ଅନ୍ୟ ଦୀପ ମାଟିରେ ପଡ଼ିଲେ ସେଇଟା ବହୁତ ଦିନ ଧରି ଲାଗୁଛି ସେଇଟା ମାଟିରେ ମିଶିବା ପାଇଁ, ସେଇଟା ବହୁତ ଶୀଘ୍ର ମିଶିଯିବ ଏବଂ ମଧ୍ୟ ଉର୍ବର କରିବ। ତାପରେ ଦ୍ୱିତୀୟରେ ଆମେ ଆଉ ଟିକେ ଆଗକୁ ଯାଇକି ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ କିଛି ତିଆରି କରୁଥିଲୁ, ସେଇଟା ମଧ୍ୟ ସେ ପଞ୍ଚଗବ୍ୟରେ ତିଆରି ହେଇଥିଲା ଓ ସେଇଟା ମଧ୍ୟ ତା ଦେହରେ ମଧ୍ୟ କିଛି ଔଷଧୀୟ ଗଛର ମଞ୍ଜି ମଧ୍ୟ ପକାଇଥିଲା। ଯଦି ପିଲା ରାକ୍ଷୀ ପିନ୍ଧିକି ତାକୁ ବାହାରେ ଫୋପାଡ଼ି ଦେବ ତାପରେ ମଧ୍ୟ ସେଥିରୁ କିଛି ଭଲ ଗଛ ଉଠିବ ଏବଂ ପରିବେଶକୁ ମଧ୍ୟ ସନ୍ତୁଳନ କରିବ। ତାପରେ ପରବର୍ତ୍ତୀ ସମୟରେ ମଧ୍ୟ ଆମେ କିଛି କିଛି ଅନ୍ୟାନ୍ୟ ଇଏ କରିଥିଲୁ, ଯେମିତି ଗଣେଶ ମୂର୍ତ୍ତି ବା ଜଗନ୍ନାଥ। ଏଠି ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହିଁବି ଯେ ଆମର ଯେମିତି ବାଳାଶ୍ରମରେ ଆସିଥିଲେ ସାର୍ମାନେ ଆସିଥିଲେ, ମନୋଜ ସାର୍ଙ୍କଠୁ ଆରମ୍ଭ କରି ଅଜିତ ସାର୍ ସମସ୍ତେ ଆସିଥିଲେ, ତ ଯଦି ଗୋଟେ କାଗଜ ଗୋଟାଏ ପିଲା ଜରି ଗୋଟାଏ ପିଲା ଯେମିତି ଆସି ଫୁଟପାଥରେ ପେଣ୍ଠ କଟାରେ କି ବାଳିଆପଣା ଯେଉଁ ଝାଟି ଘରେ ରହୁଛନ୍ତି ତାଙ୍କୁ ଯଦି ତୁମେ କହିବ ଆମେ ପାଠ ପଢ଼ିବୁ ଡ୍ରେସ୍ ଦେବୁ ତୁଆ, ସେ ପିଲା ଆସିବାକୁ ରାଜି ହୁଏନି, କାରଣ ସେ ପଇସାର ଲୋଭ ଦେଖିଥାଏ ଏବଂ ଘର ପ୍ରତି କ'ଣ ଦରକାର ନ ଦରକାର ଏବଂ ନିଶାରେ ବି ସେ ପାରଙ୍ଗମ ହୋଇଥାଏ। ତ ଆପଣ ଏତେ କଷ୍ଟ ଭିତରେ ପିଲାମାନଙ୍କୁ କିଭଳି ସଂଗ୍ରହ କରୁଛନ୍ତି? ସେଥିପାଇଁ ତ ଆମକୁ ବହୁତ ସମୟ ଲାଗିଥିଲା, ବହୁତ ସମୟ ଆମକୁ ତାଙ୍କ ପଛରେ ଲାଗିବାକୁ ପଡ଼ିଥିଲା। ଯେଉଁଟା ମୁଁ କହିଲି କି ଆମେ ପରବର୍ତ୍ତୀ ସମୟରେ ସେମାନେ କେମିତି ଇନକମ୍ କରିପାରିବେ, ଯେଉଁଟା ମେନ୍ ଇଏ ଥିଲା ତାଙ୍କ ଫ୍ୟାମିଲିର, ସେଇଟା କେମିତି କରିପାରିବେ, ସେଥିପାଇଁ ଆମେ ପଞ୍ଚଗବ୍ୟ ଦୀପ ଏଗୁଡ଼ା ସବୁ ଆମେ ଆସ୍ତେ ଆସ୍ତେ ଆମର ପାଠ ପଢ଼ିବା ସହିତ ଆଡ଼୍ କରୁଛୁ ଏବଂ ମଝିରେ ମଝିରେ ଆମେ ସେମାନଙ୍କର ମନୋରଞ୍ଜନ ପାଇଁ ଯେମିତି ନାଚ ଗୀତ ସେମାନେ ଏବେ କରୁଛନ୍ତି, ନାଚ ଗୀତ ଏସବୁ ଆମେ ପ୍ରଥମେ ସେମାନଙ୍କୁ କେମିତି ଆକୃଷ୍ଟ କରୁଥିଲୁ, ସେମାନେ ଆସି ବସନ୍ତୁ ପାଠ ପଢ଼ିବା ପାଇଁ। କାରଣ ବସିଲା ପରେ ସେମାନେ ଆଗକୁ ନିଶ୍ଚୟ ଗୋଟେ ପିଲା କେତେଦିନ ବସିଲେ ଅଟୋମେଟିକାଲି ତାର ଇଚ୍ଛା ହେବ ପାଠ ପଢ଼ିବା ପାଇଁ। ତ ଏଠି ଆମେ କହିବାକୁ ଯିବା ଯେ ଅନ୍ୱେଷଣ ପରିବାର ଯାଯାବର ପିଲାମାନଙ୍କୁ ପ୍ରଥମେ ରୋଜଗାର ଦେଖି ତାପରେ ପାଠ ପଢ଼ିବା ପ୍ରତି ଆକୃଷ୍ଟ କରୁ। ରୋଜଗାରଟା ଆମେ ପରେ ଦେଖେଇଥିଲୁ, ଯେତେବେଳେ ଆମେ ସେମାନଙ୍କ ସହିତ ମିଶିଲୁ, ସେମାନଙ୍କୁ ବସେଇଲୁ, ଆମେ ଆସ୍ତେ ଆସ୍ତେ ସେମାନଙ୍କ ସହିତ ଚଳିବା ଦ୍ୱାରା ଆମେ ଜାଣିଲୁ। ରୋଜଗାର ଦେଖେଇଲା ପରେ ପାଠପଢ଼ା ପ୍ରତି ଆକୃଷ୍ଟ ହେବା ପାଇଁ ରୋଜଗାରଟା ଦେଖେଇଲା ପରେ ନୁହେଁ, ସେମାନଙ୍କୁ ଆମେ ସେଇଟା ଆଡ଼୍ କରିଛୁ। ତେଣୁ ଆମେ ଦେଖିଲେ ଯେ ସେଇଟା ପରବର୍ତ୍ତୀ ସମୟ ତାଙ୍କ ନିଶ୍ଚିତ ଦରକାର, ତେଣୁ ଆମେ ତ କେବଳ ପଢ଼େଇ ଦେଉଛୁ ନା, ସେମାନଙ୍କର ପୁଣି ପରିବାର ଚଳିବା ପାଇଁ ଦରକାର ଯେଉଁଟା ସେମାନଙ୍କର ଫ୍ୟାମିଲି କ'ଣ ପାଇଁ ଆଗ୍ରହ ହେବେ, ତେଣୁ ସେଥିପାଇଁ ଆମେ ଏଇଟା ଆସ୍ତେ ଆସ୍ତେ ସେମାନଙ୍କୁ ଶିଖାଉଛୁ, ଯେଉଁଟାକି ସେମାନେ ପରବର୍ତ୍ତୀ ସମୟରେ ସ୍ୱାଭାବିକ ଲୋକ ହେଇପାରିବେ। ଆଜ୍ଞା, ଧନ୍ୟବାଦ। ପରିଚୟ ଆଜ୍ଞା? ମୋ ନାଁ ସନ୍ତୋଷ କୁମାର, ମୁଁ ଅନ୍ୱେଷଣ ଜଣେ ସଦସ୍ୟ। ଆଜ୍ଞା, ଆଜି ଯେଉଁ କାର୍ଯ୍ୟକ୍ରମ କରାଯାଉଛି ଚତୁର୍ଥ ବାର୍ଷିକ ଅନ୍ୱେଷଣର ଚତୁର୍ଥ ବାର୍ଷିକ ଉତ୍ସବ, କ'ଣ କହିବେ ତାପରେ? ଅନ୍ୱେଷଣ ଦୀର୍ଘ 4 ବର୍ଷ ହେଲାଣି ବସ୍ତି ଅଞ୍ଚଳ ପିଲାମାନଙ୍କ ସହିତ କାମ କରି ଆସୁଛି। ଯେଉଁ ପିଲାମାନେ ଶିକ୍ଷାଠୁ ଦୂରେଇ ଯାଆନ୍ତି, ସେମାନେ ଅଧିକାର ବଞ୍ଚିତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ କ୍ଷେତ୍ରରେ କେମିତି ସାମିଲ କରିହେବ, ଆଉ ସେମାନଙ୍କୁ ରୋଜଗାର କେମିତି କରିହେବ ଏବଂ ସେମାନଙ୍କୁ ଶିକ୍ଷା ସହିତ କେମିତି ଯୋଡ଼ି ହେବ। ତେଣୁ ଆଜି ହେଲା ବିଶ୍ୱ ଶିଶୁ ଅଧିକାର ଦିବସ। ତେଣୁ ଏହି ଦିନଟିକୁ ଅନ୍ୱେଷଣ ତା'ର ବାର୍ଷିକ ଶିଶୁ ମହୋତ୍ସବ ରୂପେ ପାଳନ କରି ଆସୁଛି ଦୀର୍ଘ 4 ବର୍ଷ ହେଲାଣି। ତେଣୁ ଆମର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରତ୍ୟେକ ଶିଶୁଟିଏ ତା'ର ଅଧିକାର ପାଉ, ଶିକ୍ଷା ସହିତ ଯୋଡ଼ି ହେଉ ଏବଂ ମୁଖ୍ୟ କ୍ଷେତ୍ରରେ ସାମିଲ ହେଉ। ଆଜି ଯେଉଁ କାର୍ଯ୍ୟକ୍ରମ ଥିଲା କ'ଣ କ'ଣ ସକାଳୁ ଏପର୍ଯ୍ୟନ୍ତ କ'ଣ କ'ଣ କାର୍ଯ୍ୟକ୍ରମ ସବୁ କଲେ? ଆଜି ପିଲାମାନେ ସକାଳ 8ଟାରୁ ସେମାନେ ଶିଶୁ ଅଧିକାର ରାଲିଟିଏ କରିଥିଲେ, ପଦଯାତ୍ରା କରିଥିଲେ ଏବଂ ତାପରେ 11ଟାରୁ 2ଟା ପର୍ଯ୍ୟନ୍ତ ସେମାନେ ନିଜର ଯେଉଁ ସବୁ ଇନେଟ୍ କ୍ୱାଲିଟି ଅଛି ତାଙ୍କ ଭିତରେ ଯାହା ଅନ୍ତର୍ନିହିତ ଗୁଣ ଅଛି ସେମାନେ ଗୋଟେ କର୍ମଶାଳା କରିଥିଲେ। ସେଥିରେ କ୍ରାଫ୍ଟ, ଆର୍ଟ ଏବଂ ବିଭିନ୍ନ ଅଦରକାରୀ ଜିନିଷରୁ ସେମାନେ ଘର ସଜା ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଆଉ ପଞ୍ଚଗବ୍ୟ ମଧ୍ୟ ଯାହା ଗାଈର ଗୋବର ଗୋମୂତ୍ର କ୍ଷୀରକୁ ପ୍ରସ୍ତୁତ କରା ମିଶାଇ ସେମାନେ ବିଭିନ୍ନ ପଞ୍ଚଗବ୍ୟ ପ୍ରଡ଼କ୍ଟମାନ ପ୍ରସ୍ତୁତ କରିଥିଲେ। ଏମିତି ପ୍ରାୟ 2ଟା ପର୍ଯ୍ୟନ୍ତ ସେମାନଙ୍କ କର୍ମଶାଳା ଆରମ୍ଭ ହୋଇଥିଲା ଏବଂ 5ଟାରୁ ଆମର
ମିଟିଂ ଏବଂ ଏବେ ସେମାନଙ୍କର ବୃତ୍ତି ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କର ବର୍ତ୍ତମାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚୟ ସାର୍ मनोज रथ अध्यक्ष उत्तर विद्यार्थी ଅନ୍ୟ ସବୁ ଯେଉଁ ଚତୁର୍ଥ ବାର୍ଷିକ ଉତ୍ସବ ଆଜି କରାଯାଉଥିଲା ତାପରେ ଟିକେ ବିସ୍ତୃତ ବିବରଣୀ ଦେଖନ୍ତୁ। अन्वेषण गोटे अनन्य अनुष्ठान जार चतुर्थ वार्षिक उत्सव आज विश्व शिशु अधिकार दिवस अवसर में पालन जिला संस्कृति भवन अन्वेषण ये अनन्य जे से समाज जो अवहेलित वर्ग जहाँ को आम कहूँ बस्ती बोली कहूँ जोटि विभिन्न जगार लोक मैंने आसती जो जगार से रही था तार आटपत न था किए कौटू आसता कौन करूँ तार विशेष तथ्य आम पाखे न था से पिला से कम कर जो पिला स्कूल जाऊँच से प्रथम द्वितीय श्रेणी पढ़ला स्कूल ड्रप आउट होती कारण से देखुं पाठ घरे किए पाठ पढ़ना एवं घर कहुए जा तू जरी गोटे कौन बासन माजिबू से तू दी पैसा रोजगार कले घर चलो एवं बापा मद खाई निशाग्रस्त है माँ कौट गला ये गोटे विपरीत परिस्थिति बस्ती पिला था तेणु से पुणी मेन स्ट्रीम के आने अन्वेषण गोटे प्रयास करुच्ची ये प्रयास दीर्घ 4 वर्ष कर मोर विश्वास ये जो बस्ती पिला पुणी मोथर मेन स्ट्रीम की फेर आने से पुणी पाठ पढ़ाई सुजोग देवा भर लुकायित प्रतिभा गुड़िक विकसित करने जो पदक्षेप से नौ निश्चित भाव में धन्यवाद पात्र आज दिन तमाम से कार्यक्रम रखिंट पिला उत्साहित कर अभिभावक मैंने उत्साहित कराऊँ पिला आपने स्कूल छाड़ू विभिन्न स्किल शिखापी दिंतु से भल मनीष हो निश्चित भाव में धन्यवाद पात्र सुंदर कार्यक्रम।